ମାଡ଼ ଗୋଟେ ସୁନ୍ଦର ଶବ୍ଦଟେ, ଯାହା ଶୁଣିବାକୁ ତ ବହୁତ ଛୋଟ ଲାଗେ, କିନ୍ତୁ ତା'ର ଅର୍ଥ ବହୁତ କିଛି ଥାଏ। ପିଲାବେଳେ ଯେତେବେଳେ ମାଡ଼ ହୁଏ ନା, ଯଦି ସେ ମାଡ଼ ଖାଇକି ଆମେ ଜୋରରେ କାନ୍ଦୁ, ସେଥିପାଇଁ ପୁଣି ଥରେ ବି ମାଡ଼ ହୁଏ। ଏତେ ଜୋରରେ କାହିଁକି କାନ୍ଦୁଛୁ? ଆଉ ଯଦି ବେଳେବେଳେ ମାଡ଼ ହୁଏ ଆମ ଆଖିରୁ ଲୁହ ନ ବାହାରେ ନା, ସେଥିପାଇଁ ବି ମାଡ଼ ହୁଏ। ଏତେ ମାଡ଼ ଖାଉଛି ପିଲାର ଆଖିରୁ ଟିକେ ବି ଲୁହ ବାହାରୁନି। ସାଙ୍ଗସାଥି ମଧ୍ୟରେ ଖେଳିଲା ବେଳେ ଯଦି ସେଠି ବି କିଛି ଗୋଟେ କଳିଗୋଳ ହେଇଯାଇଛି, ଘରକୁ ଫେରି ଯଦି ଘରେ ଆମେ କିଛି କାହା ନାଁରେ ଅଭିଯୋଗ କରିବା ନା, ସେଥିପାଇଁ ବି ମାଡ଼। ତୁମକୁ କୁହାହେଇଥିଲା ଯିବା ପାଇଁ, ଠିକ୍ ଅଛି, ଯଦି ସେଇଟା ଲୁଚେଇ ଦେଲ, କାହିଁକି ଘରେ କହିଲନି, ମାଡ଼ ଖାଇକି ଚୁପଚାପ ରହିଲ, ତ ସେଥିପାଇଁ ବି ମାଡ଼। ତ ମାଡ଼ ଯଦି ଆମେ ଖୋଜିବା ନା, ପ୍ରତି ମୁହୂର୍ତ୍ତରେ ଆମେ ପିଲାବେଳେ ମାଡ଼ ଖାଉଥିଲୁ। ଆଉ ଆଜିର ପିଲାମାନେ ମାଡ଼ଠାରୁ ତ ବହୁତ ଦୂରରେ ଅଛନ୍ତି। ପ୍ରଥମତଃ ସରକାର ଆମର ମାଡ଼କୁ ଉଠେଇ ଦେଲେ। ଦ୍ୱିତୀୟରେ ଘରେ ବାପା ମା' କ'ଣ କରୁଛନ୍ତି ନା, ଏତେ ଗେହ୍ଲା କରୁଛନ୍ତି ଯେ ପିଲାକୁ ନିଜେ ମାରୁନାହାନ୍ତି। ଯଦି କିଏ କୋଉଠି ଟ୍ୟୁସନ୍ ଯାଉଛନ୍ତି, ତ ଟିକେ ଭଲ କି ଦେବ ନା, କୁଟିବ ଭଲ କି, ଠିକ୍ ଅଛି। ଆରେ ସେଇଟା ନିଜେ ବି ତ କରିବା ଦରକାର ନା। ନିଜର ପିଲାବେଳେ ଗୋଟେ ଥର ମନେ ପକାଅ, ତ ନିଜେ ମାଡ଼ ଖାଇଲେ କେମିତି ଲାଗେ, ଆଉ ଥରେ ସେ ସ୍ମୃତିଟାକୁ ମନେ ପକାଅ, ତାପରେ ଭାବିବା